ନେ ଆଜି ଆମେ ପଢ଼ିବା ଆମ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ହେଲା ଆମ ଭାଷା ଆମ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ଅନେକ ଫୁଲର ମାଳଟିଏ। ପିଲାମାନେ ଅନେକ ଫୁଲର ମାଳଟିଏ। ପିଲାମାନେ ଏମିତି ଯଦି ଆମେ ସାଧାରଣତଃ ବୁଝିବା ତାହେଲେ ଗୋଟିଏ ଗୋଟିଏ ଫୁଲରେ ପିଲାମାନେ ଗୋଟେ ମାଳ ତିଆରି ହୁଏ କି ନାହିଁ? ତାହେଲେ ଏଠି ତାର ଅର୍ଥ କ'ଣ ଆମେ ଏଇ ବିଷୟରେ ପଢ଼ିକି ବୁଝିବା। ତାହେଲେ ଦେଖ ପିଲାମାନେ, ଥରେ ବାପାଙ୍କ ସଙ୍ଗେ ରମେଶ ଦିଲ୍ଲୀ ବାହାରିଥାଏ। କିଏ? ଏଇ ରମେଶ ତା ବାପାଙ୍କ ସାଙ୍ଗରେ ଦିଲ୍ଲୀ ବାହାରିଥାଏ। ସାନ ଭଉଣୀ ମିଲି ଓ ମା ମଧ୍ୟ ତାଙ୍କ ସଙ୍ଗେ ଯାଉଥାନ୍ତି। ସେମାନେ ପୁରୀରୁ ଉତ୍କଳ ଏକ୍ସପ୍ରେସ୍ ଗାଡ଼ିରେ ଚଢ଼ିଲେ। ପିଲାମାନେ ଉତ୍କଳ ଏକ୍ସପ୍ରେସ୍ ହେଉଛି ଆମର ଗୋଟେ ଟ୍ରେନ୍, ବୁଝିହେଲା। ଟ୍ରେନ୍ରେ ପୁରୀରୁ ସେମାନେ କୁଆଡ଼େ ଯିବେ? ଦିଲ୍ଲୀ ଯିବେ। ରମେଶ ପଚାରିଲା, ବାପା ଆମେ କେତେବେଳେ ଦିଲ୍ଲୀରେ ପହଞ୍ଚିବା? ବାପା କହିଲେ, ଆମେ ପରଦିନ ରାତିରେ ପହଞ୍ଚିବା। ପିଲାମାନେ ପରଦିନ ମାନେ ବୁଝିପାରୁଛ? ଆଜି ଏବଂ ତାପରେ କାଲି, ତାପରଦିନ ହେଉଛି ପରଦିନ। ଆମକୁ ପ୍ରାୟ 2 ଦିନ ରେଳଗାଡ଼ିରେ ବସିବାକୁ ପଡ଼ିବ। ବୁଝିହେଲା? ତାହେଲେ ରମେଶ କ'ଣ କଲା? ରମେଶ ରେଳଗାଡ଼ିରେ ଯେଉଁ ଡବାରେ ବସିଥାଏ ସେଠାରେ କେତେ ଆଡ଼ର ଲୋକ ବସିଥାନ୍ତି। ପାଖରେ ବସିଥାନ୍ତି ଧୋତି ପଞ୍ଜାବୀ ପିନ୍ଧା ଜଣେ ଭଦ୍ରଲୋକ ଓ ତାଙ୍କ ପରିବାର। ସେମାନଙ୍କ କଥା ରମେଶ ଓ ମିଲି ଭଲ ଭାବରେ ବୁଝିପାରୁ ନଥାନ୍ତି। କ'ଣ ସେମାନେ ପିନ୍ଧିଛନ୍ତି? ଧୋତି ପଞ୍ଜାବୀ। ତାହେଲେ ଦେଖ ପିଲାମାନେ, ରମେଶ ପଚାରିଲା ପୁଣି, ବାପା ଏମାନେ କେଉଁ ଭାଷାରେ କଥାବାର୍ତ୍ତା ହେଉଛନ୍ତି? କାରଣ ତାଙ୍କ କଥା ରମେଶ ଆଉ ତା ଭଉଣୀ ମିଲି ବୁଝିପାରୁ ନାହାନ୍ତି। ତେଣୁ ତା ବାପାଙ୍କୁ ସିଏ ପଚାରୁଛି। ବାପା କହିଲେ ସେମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା କରୁଛନ୍ତି। ତୁ ଜାଣିଥିବୁ ପଶ୍ଚିମବଙ୍ଗ ହେଉଛି ଆମ ଓଡ଼ିଶାର ଏକ ପଡ଼ୋଶୀ ରାଜ୍ୟ। ପିଲାମାନେ ଆମ ଓଡ଼ିଶା ପାଖରେ ୱେଷ୍ଟବେଙ୍ଗଲ ବା ପଶ୍ଚିମବଙ୍ଗ ଏକ ରାଜ୍ୟ ଅଛି। ସେ ହେଉଛି ଆମର ପଡ଼ୋଶୀ ରାଜ୍ୟ। ଏମାନେ ଆମେ କେମିତି ଆମ ଘର ପାଖ ଲୋକ ଯେମିତି ପଡ଼ୋଶୀ, ସେମିତି ଆମ ଓଡ଼ିଶା ବର୍ଡ଼ର ପାଖରେ ଯିଏ ଥିବ ସେ ହେଉଛି ଆମର ପଡ଼ୋଶୀ। ଏମାନେ ସେହି ରାଜ୍ୟର ଅଧିବାସୀ, ମାନେ ସେମାନେ ସେହି ରାଜ୍ୟରେ ବାସ କରନ୍ତି। ଆମ ଓଡ଼ିଶାର ଲୋକମାନଙ୍କ ସହିତ ଏମାନଙ୍କର ଚାଲିଚଳନ, ଖାଦ୍ୟପେୟ ଓ ପୋଷାକ ପରିଚ୍ଛଦର ଅନେକ ମେଳ ରହିଛି। କାହିଁକି ରହିଛି? ମାନେ ତାଙ୍କ ସହିତ କିଛିଟା ଆମ ସହିତ କ'ଣ ମେଳ ଖାଇବ। କାହିଁକି? କାରଣ ଆମେ ପାଖାପାଖି ରହୁଛେ। ଆମ ଘର ପାଖ ଲୋକ ଯେମିତିଆ ଡ୍ରେସ୍ ପିନ୍ଧୁଥିବ ଦେଖିବ ଆମର ସେଇଭଳିଆ ଡ୍ରେସ୍ ପିନ୍ଧିବାକୁ ଇଚ୍ଛା ହେବ। ତେଣୁ ସେମିତି ଗାଡ଼ି ଚାଲିଥାଏ। ସକାଳେ ନିଦରୁ ଉଠି ରମେଶ ଓ ମିଲି ଦେଖିଲେ ଗାଡ଼ି ଭିତରେ ବହୁତ ନୂଆ ନୂଆ ଲୋକ। ତାହେଲେ କ'ଣ ହେଲା? ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥାନ୍ତି। ସେମାନଙ୍କ ଭାଷା ମଧ୍ୟ ବୁଝି ହେଉ ନଥାଏ। ଅଧିକାଂଶ ଧୋତି ଓ କୁର୍ତ୍ତା ପିନ୍ଧିଥାନ୍ତି। ମୁଣ୍ଡରେ ଥାଏ ଗାନ୍ଧୀ ଟୋପି। ଝରକା ବାଟେ ବାହାରକୁ ଚାହିଁଲା ବେଳକୁ ଗଛ ଗୁଡ଼ିକ ଶୁଖିଲା ଶୁଖିଲା ଦିଶୁଥାଏ। ଭୂଇଁ ଟାଙ୍ଗରା ଜଣା ପଡ଼ୁଥାଏ। ବେଳେବେଳେ ଆଖିରେ ପଡ଼ୁଥାଏ ନୁଆଣିଆ ଖପର ଛାଉଣି ଘର। ବୁଝିହେଲା? ତାହେଲେ ପିଲାମାନେ ଆମେ ଯିବା। ଏଇଟା କ'ଣ? ସେ ସକାଳୁ ଉଠିକି ଦେଖିଲେ ହିନ୍ଦୀରେ ଲୋକମାନେ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କ ମୁଣ୍ଡରେ ଅଛି ଗାନ୍ଧୀ ଟୋପି। ବୁଝିହେଲା? ସେମାନେ ଧୋତି ଓ କୁର୍ତ୍ତା ପିନ୍ଧିଛନ୍ତି। ବାହାରକୁ ଝରକା ବାଟେ ଚାହିଁଲା ବେଳକୁ କ'ଣ ଗଛ ଗୁଡ଼ିକ ଶୁଖିଲା ଶୁଖିଲା ରମେଶ କହିଲା, ବାପା ଆମ ଗାଡ଼ି ଏବେ କେଉଁ ରାଜ୍ୟ ଦେଇ ଯାଉଛି? ବାପା କହିଲେ, ଆମେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟ ଭିତରେ ଦେଇ ଯାଉଛେ। ହେଲା। ଉପର ବେଳା ଗାଡ଼ି ଯାଇ ବିଳାସପୁର ଷ୍ଟେସନରେ ଅଟକିଲା। ସେଠାରେ କିଛି ନୂଆ ଲୋକ ଗାଡ଼ିରେ ଚଢ଼ିଲେ। ବାପା କହିଲେ, ଜାଣିଲେ ରମୁ, ଆମେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଭିତରେ ଦେଇ ଯାଉଛେ। ବୁଝିହେଲା? ରମେଶକୁ ବାପା ଶ୍ରଦ୍ଧାରେ ରମୁ ବୋଲି ଡାକିଥାନ୍ତି। ପ୍ରଥମେ କ'ଣ ଗାଡ଼ିରେ ବସିଥିଲେ ପଶ୍ଚିମବଙ୍ଗର ଲୋକ। ତାପରେ ଆମେ ଗାଡ଼ିରେ କେଉଁଠି ଗଲା? ଗାଡ଼ି ଆମର ଗଲା ଝାଡ଼ଖଣ୍ଡ, ତାପରେ ଛତିଶଗଡ଼ ରାଜ୍ୟ ଦେଇ ଆମେ ଯାଉଛେ। ଏ ଅଞ୍ଚଳର ଲୋକମାନଙ୍କ ଭାଷା ମଧ୍ୟ ହିନ୍ଦୀ। ଭାତ ସହିତ ରୁଟି ଖାଇବା ଏମାନଙ୍କର ଅଭ୍ୟାସ। ତହିଁ ଆର ଦିନ ପାହାଡ଼ିଆ ଅଞ୍ଚଳ ଦେଇ ଗାଡ଼ି ଚାଲିଥାଏ। ଏତିକି ବେଳେ ମିଲି ପଚାରିଲା, ବାପା ବର୍ତ୍ତମାନ ଆମେ କେଉଁଠି? ବାପା କହିଲେ, ଏଇ ତ ଆଗକୁ ଧଉଲପୁର ଷ୍ଟେସନ ଆସୁଛି ଆଉ। ଆମେ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ସୀମା ଭିତରେ। ବୁଝିହେଲା? ତାପରେ ଆସିଲା ରାଜସ୍ଥାନ।
ଏହା ପୂର୍ବରୁ ଆମେ ମଧ୍ୟପ୍ରଦେଶ ଭିତର ଦେଇ ଆସିଲେ, ତୁମେମାନେ ଶୋଇ ପଡ଼ିଥିଲ। ରମେଶ କହିଲା, ହଁ ବାପା, ରାଜସ୍ଥାନ କଥା ତ ଆମ ପଢ଼ା ବହିରେ ଅଛି। ବାପା କହିଲେ, ରାଜସ୍ଥାନ ଆମ ଭାରତର ଏକ ବୀରଭୂମି। ଏଠିକାର ରାଜପୁତମାନଙ୍କ ବୀରତ୍ୱ ହେଉଛି ଆମ ଭାରତର ଗୌରବ। ଏଠାରେ ତ ବହୁତ କମ୍ ବର୍ଷା ହୁଏ, ତଥାପି ଏମାନେ ପରିଶ୍ରମ କରି ଗହମ, ବାଜରା ଆଦି ଶସ୍ୟ ଫଳାନ୍ତି। ବୁଝିହେଲା? ତାହେଲେ ରାଜସ୍ଥାନ ପିଲାମାନେ ଆମ ଭାରତର ଏକ ବୀରଭୂମି। ଏଠିକାର ରାଜପୁତମାନଙ୍କ ବୀରତ୍ୱ ଆମ ହେଉଛି ଭାରତର ଗୌରବ। ଏଠାରେ ପିଲାମାନେ ବହୁତ କମ୍ ବର୍ଷା ହୁଏ, ତେଣୁ ସେମାନେ ବହୁତ ପରିଶ୍ରମ କରିବାକୁ ପଡ଼େ ଗହମ, ବାଜରା ଆଦି ଶସ୍ୟ ଫଳ ଉତ୍ପାଦନ କରିବା ପାଇଁ। ପୁରୁଷମାନଙ୍କ ମୁଣ୍ଡରେ ପଗଡ଼ି ସୁନ୍ଦର ମାନିଥାଏ। ହେଲା, ରାଜସ୍ଥାନ ଲୋକମାନେ କ'ଣ ମୁଣ୍ଡରେ ପଗଡ଼ି ପିନ୍ଧିଥାନ୍ତି। ଏଠାକାର ଝିଅମାନଙ୍କର ନୂଆ ପ୍ରକାରର ପୋଷାକ ଦେଖି ମିଲି ବହୁତ ଖୁସି ହୋଇଗଲା। କିଛି ସମୟ ପରେ ଦୂରରୁ ତାଜମହଲ ଦେଖାଗଲା। ରମେଶ ଆନନ୍ଦରେ ଅଧୀର ହୋଇ ପଡ଼ୁଥାଏ। ବାପା କହିଲେ, ଏଇ ଦେଖ, ଦୂରରୁ ତାଜମହଲ ଦେଖାଯାଉଛି। ତାଜମହଲ ଆଗ୍ରା ସହରରେ ଅବସ୍ଥିତ। ଆମେ ବର୍ତ୍ତମାନ ଉତ୍ତରପ୍ରଦେଶ ଦେଇ ଯାଉଛୁ। ଏଠାରେ ଲୋକମାନେ ମଧ୍ୟ ହିନ୍ଦୀ କହନ୍ତି। ରୁଟି ଏମାନଙ୍କର ପ୍ରଧାନ ଖାଦ୍ୟ। ମିଲି କହିଲା, ବାପା, ଅନେକ ରାଜ୍ୟର ଲୋକେ ତ ହିନ୍ଦୀ କହୁଛନ୍ତି। ବୁଝିହେଲା? ତାପରେ ସେ କୋଉଠିକି ଗଲେ ପିଲାମାନେ? ତାପରେ ଗଲେ ଆମେ କ'ଣ ଉତ୍ତରପ୍ରଦେଶ। ହେଲା, ଏଠାକାର ମଧ୍ୟ ପ୍ରଧାନ ଖାଦ୍ୟ ରୁଟି, ସେମାନଙ୍କର ଭାଷା ମଧ୍ୟ ହିନ୍ଦୀ। ତାହେଲେ ବାପା କହିଲେ, ହଁ, ଆମ ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ସେଥିପାଇଁ ପରା ହିନ୍ଦୀ ଆମର ରାଷ୍ଟ୍ରଭାଷା। ବୁଝିହେଲା? ତାହେଲେ ପିଲାମାନେ ଭାରତର ବହୁତ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି ଏଇଥିପାଇଁ। ବୁଝିହେଲା? ତେଣୁ ଆମ କ'ଣ ଆମ ରାଷ୍ଟ୍ରଭାଷା ହେଉଛି ହିନ୍ଦୀ, ଯେହେତୁ ବହୁତ ଲୋକ କଥାବାର୍ତ୍ତା କରନ୍ତି। ତାହେଲେ ମା କହିଲେ, ବୁଝିଲ ପିଲାଏ, ତୁମେ ତ ଏପର୍ଯ୍ୟନ୍ତ ଓଡ଼ିଶାକୁ ମିଶାଇ 7ଟି ରାଜ୍ୟ ଦେଇ ଆସିଲ। କେତେ ନୂଆ ଜାଗା, ନୂଆ ଲୋକ ଦେଖିଲ ଏବଂ ନୂଆ ଭାଷା ମଧ୍ୟ ଶୁଣିଲ। କେବଳ ଏତିକି ଭାଷା ନୁହେଁ, ଭାରତରେ ଆହୁରି ଅନେକ ଭାଷାଭାଷୀ ଲୋକ ଅଛନ୍ତି। ରମେଶ କହିଲା, ଭାରତରେ ଆଉ କି ଭାଷା ଅଛି? ଆମେ ତ କେବଳ ବଙ୍ଗଳା, ହିନ୍ଦୀ ଭାଷାରେ ଲୋକଙ୍କୁ ଭେଟିଲୁ। ମା କହିଲେ, ଉତ୍ତର ଭାରତରେ ହିନ୍ଦୀ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ। ପଞ୍ଜାବର ଲୋକେ ପଞ୍ଜାବୀ ଭାଷାରେ, ଆସାମର ଲୋକ ଅସମିଆ ଭାଷାରେ କଥାବାର୍ତ୍ତା ହୁଅନ୍ତି। ପିଲାମାନେ ମନେ ରଖିଥିବ, ପରୀକ୍ଷାରେ କୋଶ୍ଚିନ୍ ବା 1 ମାର୍କ ଆସିବ। ପଞ୍ଜାବର ଲୋକ କେଉଁ ଭାଷାରେ? ପଞ୍ଜାବୀ। ଆଉ ଆସାମର ଲୋକ ଅସମିଆ ଭାଷାରେ। ସେହିଭଳି ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶର ଲୋକ ତେଲୁଗୁରେ, ତାମିଲନାଡୁର ଲୋକ ତାମିଲରେ, କର୍ଣ୍ଣାଟକର ଲୋକେ କନ୍ନଡ଼ରେ, କେରଳର ଲୋକ ମାଲାୟାଲମରେ କଥାବାର୍ତ୍ତା କରୁଥିବା ବେଳେ ଗୁଜୁରାଟର ଲୋକ ଗୁଜୁରାଟୀ ଏବଂ ମହାରାଷ୍ଟ୍ରରେ ମରାଠୀ। ସମସ୍ତଙ୍କ ଭାଷା ମନେ ରଖ। କେରଳ ହେଲା ମାଲାୟାଲମ, କର୍ଣ୍ଣାଟକ ହେଲା କନ୍ନଡ଼, ତାମିଲନାଡୁ ହେଲା ତାମିଲ, ଆନ୍ଧ୍ରପ୍ରଦେଶ ତେଲୁଗୁ, ମହାରାଷ୍ଟ୍ର ମରାଠୀ। ଏହା ବାହାରେ ଭାରତରେ ଆହୁରି ମଧ୍ୟ ବହୁତ ପ୍ରକାର ଭାଷା ପ୍ରଚଳିତ ହେଉଛି। ରମେଶ ସବୁ ଶୁଣିସାରି କହିଲା, ବାଃ, ଆମ ଦେଶ ତ ଏକ ବିଚିତ୍ର ଦେଶ। ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା, ପୋଷାକ ପତ୍ର ମଧ୍ୟ ଭିନ୍ନ ଭିନ୍ନ। କିଏ ଭାତ ଖାଉଛି ତ କିଏ ରୁଟି ଖାଉଛି, କିଏ ମୁଣ୍ଡରେ ଟୋପି ପିନ୍ଧୁଛି ତ କିଏ ପଗଡ଼ି ବାନ୍ଧୁଛି। ବାପା କହିଲେ, ଆମ ଭିନ୍ନରେ ଭିନ୍ନତା ଅଛି ସତ, ମାତ୍ର ଆମ ସମସ୍ତଙ୍କ ମନ ଏକ, ଭାବନା ଏକ। ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ। ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ ଆମେ। ସେଥିପାଇଁ ପରା ବହୁଦିନ ତଳେ ଜଣେ କବି ହିନ୍ଦୀ ଭାଷାରେ ଗୋଟିଏ କବିତା ଲେଖିଥିଲେ, ଯାହାର ପ୍ରଥମ ଧାଡ଼ିଟି ହେଉଛି, ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା। ଏହାର ଅର୍ଥ ହେଉଛି, ସାରା ଜଗତରେ ଆମ ଭାରତ ହେଉଛି ସବୁଠାରୁ ଭଲ। ପିଲାମାନେ, ଆମ ଭାଷା ଅଲଗା ହେଇପାରେ, ଆମ ପୋଷାକ ଅଲଗା ହେଇପାରେ, କିନ୍ତୁ ଆମ ମନ ହେଉଛି ଏକ। ଆମେ ହେଉଛି ସମସ୍ତେ ଭାରତୀୟ, ଆମେ ଭାରତ ମାତାର ଗୋଟିଏ ମାତ୍ର ସନ୍ତାନ। ସେଥିପାଇଁ ବହୁତ ଭାଷା ଥିଲେ, ବହୁତ ପୋଷାକ ଥିଲେ ମଧ୍ୟ ଆମେ ହେଉଛେ ଏକ। ଆମ ଦେଶ ଯଦି ପଚରାଯିବ, ଆମେ କହିବା ଆମେ ଭାରତୀୟ। ହେଲା, ଆମ ଦେଶର ନାମ ହେଉଛି ଭାରତ। ଯଦି 150 କୋଟି ଲୋକଙ୍କୁ ପଚରାଯାଏ ମଧ୍ୟ ସେମାନେ ଗୋଟିଏ ନାଁ କହିବେ, ଭାରତ। ତେଣୁ ଆମେ ହେଉଛି ଏକ। ଏ ବିଷୟ ବହୁତ ସୁନ୍ଦର ବିଷୟ ପିଲାମାନେ। ଆମ ଦେଶ ପାଇଁ ଆମ ମନରେ ଗୋଟେ ନୂଆ
ଇଚ୍ଛା ଆମ ଦେଶ କେତେ ପ୍ରକାର ଭାଷା କେତେ ପ୍ରକାର ଚାଲିଚଳଣି ତଥାପି ଆମେ ହେଉଛେ ଏକ ପିଲାମାନେ। ଧନ୍ୟବାଦ ପିଲାମାନେ।